ହତ୍ୟା ପରେ ଲୁଟ୍, ପଳାଇବା ବେଳେ ଦୁର୍ଘଟଣା। ଜଣେ ଅଭିଯୁକ୍ତ ମୃତ, 2 ଜଣ ପୋଲିସ ହାତରେ ସୁନ୍ଦରଗଡ଼ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଅପହରଣ, ଲୁଟ୍ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲା ଚେନଗଡ଼ା ଅଞ୍ଚଳର ଶିବଧନ ଲୋହାରଙ୍କୁ ଅପହରଣ କରି ଛୁରୀ ଭୁଷି ହତ୍ୟା କରାଯାଇଥିବା ବେଳେ ଘଟଣା ପରେ ଲୁଟ୍ ହୋଇଥିବା କାରରେ ପଳାଇବା ସମୟରେ ଦୁର୍ଘଟଣା ଘଟି ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ପୋଲିସ ସୂଚନା ଅନୁସାରେ ଅନମୋଲ ମଲ୍ଲିକ ଓ ତାଙ୍କ ବନ୍ଧୁ ଶିବଧନ ଲୋହାର 28 ଜୁନ୍ ସନ୍ଧ୍ୟାରେ ଜଣେ ରୋଗୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଫେରୁଥିଲେ। ଅନମୋଲ ସ୍କର୍ପିଓ ଓ ଶିବଧନ ଏକ ମାରୁତି ଅଲ୍ଟୋ କାରରେ ତଲସରା ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ 12ଟା ସମୟରେ 3 ଜଣ ଦୁର୍ବୃତ୍ତ ବାଇକ୍ରେ ପିଛା କରିଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ଅନମୋଲଙ୍କ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ପଳାଇ ଯାଇଥିଲେ। ପରେ ଶିବଧନଙ୍କ ଅଲ୍ଟୋ କାରକୁ ଅଟକାଇ ତାଙ୍କୁ ବାହାରକୁ ଟାଣି ଆଣି ଟଙ୍କା, ପର୍ସ ଓ ମୋବାଇଲ ଲୁଟି ନେଇଥିଲେ। ଏହାପରେ ଛୁରୀରେ ଆକ୍ରମଣ କରି ତାଙ୍କୁ ଗାଡ଼ି ଭିତରେ ନେଇ ଦୁଦୁକା ରେଳ ଓଭରବ୍ରିଜ ନିକଟକୁ ନେଇଥିଲେ। ସେଠାରେ ପୁଣି ଏକାଧିକ ଥର ଛୁରୀ ଭୁଷି ହତ୍ୟା କରି ମୃତଦେହକୁ ନିକଟସ୍ଥ ଜଳସ୍ରୋତରେ ଫିଙ୍କି ଦେଇଥିଲେ। ହତ୍ୟା ପରେ ଅଭିଯୁକ୍ତମାନେ ଲୁଟ୍ ହୋଇଥିବା ଅଲ୍ଟୋ କାରରେ ବେଦାବାହାଲ ଅଭିମୁଖେ ପଳାଉଥିବା ବେଳେ ଖମାରବାହାଲ ନିକଟ କୋଇଲା କରିଡର ରାସ୍ତାରେ ଗାଡ଼ିଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶୁଭେନ୍ଦୁ ଶେଖର ମାଝୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଯାଇଥିଲା। ଅନ୍ୟ ଅଭିଯୁକ୍ତ ଭୁମେଶ୍ୱର ବେହେରା ଗୁରୁତର ଆହତ ହୋଇ ରାଉରକେଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ଜଣେ ନାବାଳକ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ଘଟଣାସ୍ଥଳରୁ ପୋଲିସ ଏକ ଷ୍ଟିଲ୍ ଛୁରୀ, କ୍ଷତିଗ୍ରସ୍ତ ମାରୁତି ଅଲ୍ଟୋ କାର ଏବଂ ମୃତକଙ୍କ ପର୍ସ ଜବତ କରିଛି। ବୈଜ୍ଞାନିକ ଦଳ ଦ୍ୱାରା ଅପହରଣ ସ୍ଥାନ, ଦୁର୍ଘଟଣା ସ୍ଥାନ ଓ ମୃତଦେହ ମିଳିଥିବା ସ୍ଥାନରୁ ପ୍ରମାଣ ସଂଗ୍ରହ କରାଯାଇଛି। ଏସ୍ପି ସୁନ୍ଦରଗଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ତଦନ୍ତ ଜାରି ରଖିଛି। ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସଦର ଏସ୍ଡିପିଓ ତଦନ୍ତର ଦାୟିତ୍ୱ ନେଇଛନ୍ତି। ମୃତ ଅଭିଯୁକ୍ତ ଶୁଭେନ୍ଦୁ ଶେଖର ମାଝୀ ପୂର୍ବରୁ ଏକ ହତ୍ୟା ମାମଲାରେ ମଧ୍ୟ କୋର୍ଟକୁ ଚାଲାଣ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ତାହାର ମଧ୍ୟ ତଦନ୍ତ ଚାଲିଛି।